प्रिय दर्शक और श्रोता बंधुगण समस्त बड़दिन उपलक्षे अनेक अनेक शुभेच्छा अभिनंदन जनाऊँगी। मु श्रीमती चित्रलेखा आचार्य ओडिशार जनाशुना सुसाहित्यिक कवि सौरभ कैलाश चंद्र बेहेरा बालीगुड़ा कंधमाल तांको सृजनरू नहीं आसी एक सुंदर मनछुआ गीति कविता जार शीर्षक बड़दिन। ଏହି କବିତାଟିକୁ ଆପଣମାନେ ରେଡିଓ ମହକ ନମ୍ବର 89.6 FM ରେଡିଓ ସେଣ୍ଟରରେ ଶୁଣିପାରିବେ ଓ ନିଜସ୍ୱ ମତାମତ ଦେବା ପାଇଁ ଆଦୌ ଭୁଲିବେ ନାହିଁ। ଆମେ ସବୁବେଳେ ଆପଣମାନଙ୍କର ସୁନ୍ଦର ମତାମତର ଅପେକ୍ଷାରେ। ତେବେ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତି କବିତା ବଡ଼ଦିନ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସକୁ ବଡ଼ଦିନ କୁହାଯାଏ। ଡିସେମ୍ବର ମାସ 25 ତାରିଖରେ ଗିର୍ଜାରେ ପାଳିତ ହୁଏ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସକୁ ବଡ଼ଦିନ କୁହାଯାଏ। ଡିସେମ୍ବର ମାସ 25 ତାରିଖରେ ଗିର୍ଜାରେ ପାଳିତ ହୁଏ। ଜେରୁଜେଲମର ମେଣ୍ଢା ଗୁହାଳରେ ଜନ୍ମ ହେଲେ ଯୀଶୁ ଖ୍ରୀଷ୍ଟ। ଧର୍ମ ପଚାରିଲେ ସାରା ପୃଥିବୀରେ ହୋଇଗଲେ ତାଙ୍କ ଇଷ୍ଟ। ମେରୀ ତାଙ୍କ ମା ଯୋସେଫ ଯେ ପିତା ସ୍ନେହରେ ପାଳନ କଲେ। ଅନେକ ଅଦ୍ଭୁତ କାର୍ଯ୍ୟ କରି ସେ ତ ନାମ ରଖି କରି ଗଲେ। ମେରୀ ତାଙ୍କ ମା ଯୋସେଫ ଯେ ପିତା ସ୍ନେହରେ ପାଳନ କଲେ। ଅନେକ ଅଦ୍ଭୁତ କାର୍ଯ୍ୟ କରି ସେ ତ ନାମ ରଖି କରି ଗଲେ। ଖ୍ରୀଷ୍ଟ ଧର୍ମ ଯେବେ ପ୍ରଚାର କରିଲେ ଇହୁଦୀଙ୍କ ଶତ୍ରୁ ହେଲେ। ଖ୍ରୀଷ୍ଟ ଧର୍ମ ଯେବେ ପ୍ରଚାର କରିଲେ ଇହୁଦୀଙ୍କ ଶତ୍ରୁ ହେଲେ। ସେମାନଙ୍କ କୂଟ ଚକ୍ରାନ୍ତରେ ରାଜା କୁଶବିଦ୍ଧ ତାଙ୍କୁ କଲେ। ସେମାନଙ୍କ କୂଟ ଚକ୍ରାନ୍ତରେ ରାଜା କୁଶବିଦ୍ଧ ତାଙ୍କୁ କଲେ। ହାତ ପାଦ ଆଉ ଛାତିରେ ତାଙ୍କର କଣ୍ଟା ବିଦ୍ଧ କରିଦେଲେ। ହାତ ପାଦ ଆଉ ଛାତିରେ ତାଙ୍କର କଣ୍ଟା ବିଦ୍ଧ କରିଦେଲେ। ତଥାପି ତାହାଙ୍କୁ କ୍ଷମା କରିବାକୁ ଈଶ୍ୱରଙ୍କୁ ଜଣାଇଲେ। ତଥାପି ତାହାଙ୍କୁ କ୍ଷମା କରିବାକୁ ଈଶ୍ୱରଙ୍କୁ ଜଣାଇଲେ। କ୍ଷମା ଗୁଣ ଠାରୁ ବଡ଼ ଗୁଣ ଆଉ ଦୁନିଆରେ କିଛି ନାହିଁ। କ୍ଷମା ଗୁଣ ଠାରୁ ବଡ଼ ଗୁଣ ଆଉ ଦୁନିଆରେ କିଛି ନାହିଁ। ତାଙ୍କରି ଗୁଣକୁ ଆହରଣ କର ଯିଏ ରହିଅଛ ଯହିଁ। ତାଙ୍କରି ଗୁଣକୁ ଆହରଣ କର ଯିଏ ରହିଅଛ ଯହିଁ। ତାଙ୍କରି ଗୁଣକୁ ଆହରଣ କର ଯିଏ ରହିଅଛ ଯହିଁ। ଧନ୍ୟବାଦ। ଆପଣମାନଙ୍କର ସୁନ୍ଦର ମତାମତର ଅପେକ୍ଷାରେ